ଆପଣ ଦେଖିପାରୁଥିବେ ଆମର ମେନ୍ ରୋଷେଇଆ ହିମାଂଶୁ ଭାଇ ବନାଉଛନ୍ତି ଅଣ୍ଡା ଭୁଜିଆ ଅଣ୍ଡା ଗେଣ୍ଡା ସେ କହିସାରିଲେନି ତ ଆମେ ବି ଆସିଲେ ପହଞ୍ଚି ଯାଇ ତାଙ୍କ ପାଖରେ ଚାଲୁନ ଯିବା ଖାଇବା ହିମାଂଶୁ ଭାଇଙ୍କ ହାତ ତିଆରି ଅଣ୍ଡା ଭୁଜିଆ ରେଡି ରେଡି ଗାଇଜ ରେଡି। ତ ମୁଁ କିଷାନ ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ଆଉ ଏକ ନୂଆ ଭିଡ଼ିଓରେ। ତ ଚାଲନ୍ତୁ ଯିବା ଦେଖିବା ହିମାଂଶୁ ଭାଇଙ୍କ ହାତ ତିଆରି ଅଣ୍ଡା ଭୁଜିଆ। ତ ସେ ଅଣ୍ଡା ଫଟେଇଲେ ଅଣ୍ଡାଟାକୁ ତୁମେ ଏମିତି ଫଟେଇବ ବୁଝିଲ। ତ ମୁଁ ଟିକେ ଜୁମ୍ ଆଉଟ୍ କରିକି ଦେଖେଇ ଦେଉଛି। ତ ଅଣ୍ଡାଟାକୁ ତୁମେ ଏମିତି ଫଟେଇବ ଯଦି ନ ଫଟେଇ ପାରିବ ମୁଣ୍ଡରେ ଫଟେଇ ଦେଲେ ଚଳିବ ନାଇଁ ମୁଁ ସେଇ ନା। ତ ଭାଇଙ୍କ ଏକ୍ସପ୍ରେସନ୍ଟା ପୁରା ଜଣା ପଡ଼ିଯାଉଛି ଅଣ୍ଡା ଫଟେଇବାର। ଲସ୍ 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 ଆଇଟମ୍ ଲସ୍। ତ ଆମର ଅଣ୍ଡା ପଡ଼ିଗଲା କଢ଼େଇରେ ଖଡ଼େଇରେ ଖଡ଼େଇ ଚକରରେ ନା ମୋ ମୋବାଇଲଟା ପଡ଼ିଯାଇଥିଲା ଖଡ଼େଇରେ। ତ ଆସିଲା ଏବେ ହଳଦୀ ହଳଦୀକୁ ତୁମେ ବିଞ୍ଚିନା ପକାଇଦେବ। ତୁମେ ଯେତେ ବିଞ୍ଚି ପାରିବ ନା ଏତେ ଦିନ ପିତା ଲାଗିବ। ତ ଭାଇ ମନା କରିଲେ ଘାଣ୍ଟି ନତା ତ ମୁଁ ଘାଣ୍ଟିବିନି। ତୁମେ ପକାଇ ପାରିବ ଲୁଣ କିନ୍ତୁ ଆମେ ଲୁଣ ହଁ ଆମେ ଲୁଣ ପକାଉଛୁ। ତ କପଡ଼ା ଭାଇ ତୁମେ ଉଠେଇ ନା ଭାଇ ଜଲ୍ଦି କାରଣ ତ ପିଉ ନା ତ। ଆପଣ ଦେଖିପାରୁଥିବେ ଭୁଜିଆଟି ଆପଣ ଏମିତି ବନେଇ ପାରିବେ। ଗରମ ହେଲେ ରଖିବ ଲାଗି। ତ ଭୁଜିଆ ସହିତ ଇଏ ହେଲା ଆମର ପଖାଳ ପଖାଳ ଭାତ ଆଉ ଭୁଜିଆ। ଜଲ୍ଦି ପଳେଇବା ପଖାଳକୁ ବାଡ଼ିବି। ଆମର ପଖାଳ ସହିତ ଅଣ୍ଡା ଭୁଜିଆ ହେଇଗଲା ରେଡ଼ି। 2 ମିନିଟ୍ରେ ଆପଣ ବନେଇ ଦେଇପାରିବେ ସହଜରେ ଅଣ୍ଡା ଭୁଜିଆ। ତ ଆମର ନାନୀ ପଳେଇ ଆସିଲେ ଖାଇବା ପାଇଁ ହାଏ କରିଦିଅ ହାଏ। ପଖାଳ ପଖାଳ ପଖାଳ।